If the sum of 5 consecutive odd numbers is 275, ତାହେଲେ what is the middle number? ସେ କହିଲା 5ଟା କଞ୍ଜୁକେଟିଭ ଅଡ୍ ନମ୍ବର ଦେଇଛି। ମତେ କୁହ 5ଟା କଞ୍ଜୁକେଟିଭ ଅଡ୍ ନମ୍ବର କଣ? 1 ଗୋଟେ, 3 ଗୋଟେ, 5 ଗୋଟେ, ଏପଟେ -1 ଗୋଟେ, -3 ଗୋଟେ। ଏଇ ଟାଇପର ନମ୍ବରକୁ ଆମେ ଅଡ୍ ନମ୍ବର କହିବା। ଏବଂ ମନେ ରଖିଥାଅ ଏଇ ଅଡ୍ ନମ୍ବର ଭିତରେ ଆମେ ଦେଖୁଛେ ଯେ ଗୋଟେ ଗୋଟେ ଗ୍ୟାପ୍ ରହୁଛି। -1 1 ଭିତରେ ଗୋଟେ ଗ୍ୟାପ୍ ଅଛି 0, 1 ରୁ 3 ଗୋଟେ ଗ୍ୟାପ୍ ଅଛି 2, 3 ରୁ 5 ଗୋଟେ ଗ୍ୟାପ୍ ଅଛି 4, -3 ରୁ -2 ଗ୍ୟାପ୍ ଅଛି -2 ଏବଂ ଇଏ ସବୁ କଣ ଇଭେନ୍ ନମ୍ବର। ତା ମାନେ ଦିଟା ଅଡ୍ ନମ୍ବର ଭିତରେ ଗୋଟେ ଇଭେନ୍ ନମ୍ବର ରହୁଛି। ଆମେ ଏତିକି ତ ସିଓର ଆମେ ଏବଂ ଆମେ ଏଟା ଜାଣିଛେ। ଆମେ ଏଟା ପ୍ରଥମ ଶ୍ରେଣୀରୁ ପଢି ପଢି ଆସୁଛେ। ସିଏ କହିଲା 5ଟା କଞ୍ଜୁକେଟିଭ ନମ୍ବର ନବା ମାନେ ପାଖାପାଖି ନମ୍ବର ନବା ଅଡ୍ ନମ୍ବର ଗୁଡ଼ିକ ତାଙ୍କର ସମଟା ହେଇଥିବ 275। ତ ମନେକର ଗୋଟେ ନମ୍ବର ନେଲି ମୁଁ x। ତ x ର ପାଖାପାଖି ନମ୍ବର ଅଡ୍ ନମ୍ବର କଣ ହେଇଥିବ? ଯଦି x ଟା ଅଡ୍ ନମ୍ବର ହଉଛି ତାହେଲେ ତାର ପାଖ ଅଡ୍ ନମ୍ବରଟା କଣ ହେଇଥିବ? ଅବଭିୟସଲି x + 2 ହେଇଥିବ। କାରଣ x ଯଦି ମୁଁ 1 ମିଶେଇବି x + 1 ହେଲା ସେଟା ଇଭେନ୍ ହେଇଯିବ। 1 ରେ ଯଦି ମୁଁ 1 ମିଶେଇବି 2 ହେଇଗଲା ଇଭେନ୍ ହେଲା। କିନ୍ତୁ 1 ରେ ଯଦି ମୁଁ 2 ମିଶଉଛି 3 ହେଇଯାଉଛି ଯୋଉଟା କି ଅଡ୍ ହେଇଗଲା। ତ ଯଦି ମୁଁ ଗୋଟେ ନମ୍ବର x କୁ ଅଡ୍ ନମ୍ବର ନେଇଛି ସେଥିରେ 2 ମିଶେଇଲେ ମୁଁ ଆଉ ଗୋଟେ ଅଡ୍ ନମ୍ବର ପାଇବି। 1 ମିଶେଇଦେଲେ ମୁଁ ଗୋଟେ ଇଭେନ୍ ନମ୍ବର ପାଇଗଲି। ତ x ଆଉ ଗୋଟେ x + 2 ଆଉ ଗୋଟେ ନେଇଗଲି x + 4 ଦେଖ ୟା ଏତେ 2 ମିଶେଇବି 2 ମିଶେଇଲେ x + 4 ସେମିତି x ରେ x - 2 ପଛକୁ ଗଲି x - 4 ତ ଏଇଟା ହେଲା ପାଖାପାଖି ଲଗାଲଗି ହେଇକିରି 5ଟା ଅଡ୍ ନମ୍ବର। ତ ସିଏ କହିଛି ଏଇ କଞ୍ଜୁଗେଟିଭ ଅଡ୍ ନମ୍ବର ମାନଙ୍କର ସମଟା ହେଲା 275 ମାନେ x - 4 ପ୍ଲସ୍ x - 2 ପ୍ଲସ୍ x ପ୍ଲସ୍ x + 2 ପ୍ଲସ୍ x + 4 ଇଜ ଇକ୍ୱାଲ ଟୁ କେତେ କହିଛି ନା 275। ଯଦି 275 ଦେଇଛି ତାକୁ ମିଶେଇ ଦିଅ 1 2 3 4 5 5x 5x ଦେଖ ଇଏ ସବୁ କଟି ଯାଉଛି +2 +4 ଏ ସବୁ କଟିଯିବ ହେଲା କେତେ ନା 275। ତାହେଲେ x ର ଭ୍ୟାଲୁ କେତେ ହେଲା ନା 5 5 25 25 5 25 ଦେଖ x ହେଲା 55 କୋଉଠି ଅଛି 55। ସେ ପଚାରିଥିଲା ହ୍ୱାଟ ଇଜ ଦ ମିଡିଲ ନମ୍ବର ମିଡିଲ ନମ୍ବରଟା କଣ x ତ x ର ଭ୍ୟାଲୁ କେତେ 55 ଦେଇଦିଅ। ତ କ୍ୱେଶ୍ଚନ ନମ୍ବର 4 ର ଅପସନ ସି ହେଲା କରେକ୍ଟ ଆନ୍ସର।